ନମସ୍କାର, ଜୟ ଜଗନ୍ନାଥ। ଆଜି ମହାଶିବରାତ୍ରି ବିଷୟରେ କିଛି ମୁଁ ଏଠି ଆପଣମାନଙ୍କୁ କହିବି। ଏ ଦେବାଲୋକରେ ଏହି ସମୟରେ ବ୍ରହ୍ମା ଓ ବିଷ୍ଣୁ ସୃଷ୍ଟି ପାଳନର ତଥ୍ୟ ଉପରେ ଚିନ୍ତନ କରୁଥିଲା ବେଳେ ସେହି ସମୟରେ ସମସ୍ତ ବିଶ୍ୱରେ ଏକ ଅପାର ଅଗ୍ନିସ୍ତମ୍ଭ ପ୍ରକାଶିତ ହେଲା। ତାହାର ଆଦି ନଥିଲା ନା ତାର ଅନ୍ତ ଥିଲା। ବ୍ରହ୍ମା ଓ ବିଷ୍ଣୁ ନିଜ ନିଜ ରୂପ ଧାରଣ କରି ତାହାର ସୀମା ଜାଣିବାକୁ ଚେଷ୍ଟା କଲେ, କିନ୍ତୁ ସେ ସୀମା ଅପରିମେୟ ରହିଥିଲା। ସେହି ସମୟରେ ସ୍ତମ୍ଭରୁ ଶିବଲିଙ୍ଗ ରୂପେ ପ୍ରକାଶିତ ହେଲେ ଓ ଜଣାଇଲେ ସୃଷ୍ଟି, ପାଳନ ଓ ସଂହାର ଏକ ଦିବ୍ୟ ତତ୍ତ୍ୱର ଭିନ୍ନ ରୂପ। ଏହି ଦିନ ଥିଲା ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ, ମହାଶିବରାତ୍ରିର ଦିନ। ସେଇଦିନ ହେଲା ମହାଶିବରାତ୍ରି। ଦକ୍ଷ ପ୍ରଜାପତିଙ୍କର କନ୍ୟା ସତୀ ଶିବଙ୍କୁ ମନ ପ୍ରାଣ ଭଲ ପାଉଥିଲେ, କିନ୍ତୁ ଦକ୍ଷ ଶିବଙ୍କୁ ଘୃଣା କରୁଥିଲେ। ତାଙ୍କର ବୈରାଗୀ ଜୀବନ, ଭସ୍ମ, ଶାପ ସବୁକୁ ଅପମାନ ଭାବୁଥିଲେ। ଏହି କଥା ବହୁତ ଜାଣିବାର କଥା। ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିବେ। ଶେଷକୁ ବହୁତ ଭଲ କଥା ମଧ୍ୟ ଅଛି, ବହୁତ କିଛି ଜାଣିବାର କଥା ଅଛି। ଭିଡ଼ିଓଟି ପୁରା ଦେଖିଲେ ଜାଣିବେ, ପୁରା ମଧ୍ୟ ଦେଖନ୍ତୁ। ଏକ ମହାଯଜ୍ଞରେ ସତୀ ଅନୁମନ୍ତ୍ରିତ ହୋଇ ଯାଇଥିଲେ। ସେଠାରେ ଶିବଙ୍କର ଅପମାନ ସହି ନ ପାରି ସତୀ ଅଗ୍ନିରେ ପ୍ରବେଶ କଲେ। ଶିବଙ୍କର କ୍ରୋଧ ସମଗ୍ର ବିଶ୍ୱକୁ କମ୍ପାଇ ଦେଲା। ସତୀଙ୍କର ଦେହ ତ୍ୟାଗ ପରେ ଶିବ ଭସ୍ମ ଲେପନ କରି ତାଣ୍ଡବ ନୃତ୍ୟ କଲେ। ତାଙ୍କର ନୃତ୍ୟରେ ପୃଥିବୀ କମ୍ପିବାକୁ ଲାଗିଲା। ମହାଶିବରାତ୍ରି ବିଷୟରେ କ'ଣ, ରାତ୍ରି କାହିଁକି ହେଇଥିଲା, ବେଲପତ୍ର ବିଷୟରେ କ'ଣ, ସବୁ ଶେଷ ପର୍ଯ୍ୟନ୍ତ ବହୁତ ଭଲ ଭଲ କଥା ଅଛି। ଶେଷ ପର୍ଯ୍ୟନ୍ତ ଆପଣ ଭିଡ଼ିଓଟି ଦେଖନ୍ତୁ। ତାପରେ କ'ଣ ହେଇଛି ନା, ପର୍ବତ ଭାଙ୍ଗିଗଲା, ସମୁଦ୍ର ଉଠିଲା। ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ଶରଣ ନେଲେ। ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କ ଦେହକୁ ଖଣ୍ଡ ଖଣ୍ଡ କଲେ। ଯେଉଁଠାରେ ଯେଉଁ ଅଙ୍ଗ ପଡ଼ିଲା ସେଠାରେ ଶକ୍ତି ପୀଠ ହେଇଗଲା। ସତୀ ପୁଣି ପୁନର୍ଜନ୍ମ ନେଲେ ଏବଂ ସେ ହେଲେ ପାର୍ବତୀ ରୂପରେ ହିମାଳୟ ରାଜାଙ୍କ ଘରେ ଜନ୍ମ ହେଲେ। ଛୋଟବେଳୁ ତାଙ୍କ ମନରେ ଶିବଙ୍କୁ ନେଇ ଥିଲା। ନାରଦଙ୍କ ଉପଦେଶରେ ସେ ଦୀର୍ଘ ତପସ୍ୟା କଲେ। ଶିବରାତ୍ରି ବହୁତ ପାଖେଇ ଆସୁଛି। ଶିବରାତ୍ରିରେ କେଉଁମାନେ ଶିବ ଉପବାସ କରିବେ ସେଥିରେ କମେଣ୍ଟରେ ଲେଖିବେ ଏବଂ ଭଗବାନଙ୍କ ନାମରେ କମେଣ୍ଟରେ ଦିଅନ୍ତୁ। ତାପରେ ଖାଦ୍ୟ ତ୍ୟାଗ, ନିଦ୍ରା ତ୍ୟାଗ, କେବଳ ଶିବ ନାମ ହିଁ ତପସ୍ୟା କରି ଚାଲିଲେ ପାର୍ବତୀ ମା। ତାଙ୍କର ତପସ୍ୟାରେ ସମଗ୍ର ଦେବଲୋକ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଦେବତାମାନେ ଚାହୁଁଥିଲେ ଶିବ ପୁନର୍ବିବାହ କରନ୍ତୁ। ସେମାନେ ସେଥିପାଇଁ କାମଦେବଙ୍କୁ ପଠାଇଲେ କି କାମଦେବ ଫୁଲ ବାଣ ମାରିବା ସହିତ ଶିବଙ୍କର ତୃତୀୟ ନେତ୍ର ଖୋଲିଗଲା। ଯେତେବେଳେ ତୃତୀୟ ନୟନ ଖୋଲିଲା, ଏକ ଅଗ୍ନି ଶିଖାରେ କାମଦେବ ଭସ୍ମ ହୋଇଗଲେ। ଶିବ ମହାଦେବ ଯେତେବେଳେ ତପସ୍ୟା କରୁଥିଲେ, ତାଙ୍କ ତପସ୍ୟା ଭଙ୍ଗ କରିବା ପାଇଁ କାମଦେବ ତାଙ୍କ ଆଗ ନୃତ୍ୟ କରିବା ସହିତ ଯେତେବେଳେ ଫୁଲ ବାଣ ମାରିଲେ, ତାଙ୍କ ତୃତୀୟ ନେତ୍ର ଖୋଲିଗଲା। ତ ସେଇ ତୃତୀୟ ନେତ୍ର ଖୋଲିଲା ମାନେ ବ୍ରହ୍ମାଣ୍ଡ ଧ୍ୱଂସ ହେବା ସହିତ ସମାନ ହୋଇଥାଏ। ତ ତାଙ୍କ ସାମ୍ନାରେ ଯିଏ ବି ରହିବ ସିଏ ବି ଭସ୍ମ ହେଇଯିବ। ତେଣୁ କାମଦେବ ତାଙ୍କ ସାମ୍ନାରେ ଥିଲେ, ସେଥିପାଇଁ ସିଏ ଭସ୍ମ ହେଇଗଲେ। କିନ୍ତୁ ତାଙ୍କର ଭକ୍ତି ଅତୁଟ ରହିଥିଲା କାମଦେବଙ୍କର। ଦୀର୍ଘ ପରୀକ୍ଷା ପରେ
ଶିବ ପାର୍ବତୀଙ୍କର ଭକ୍ତିରେ ପ୍ରସନ୍ନ ହେଲେ। ଏଠି ପାର୍ବତୀ ଏତେ ତପସ୍ୟା କଲେ ଯେ ଏତେ ଭକ୍ତି କଲେ, ତାଙ୍କ ଭକ୍ତିରେ ପ୍ରସନ୍ନ ହେଲେ ଶିବ। ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ଦୁହିଁଙ୍କର ବିବାହ ସମ୍ପନ୍ନ ହେଲା। ତାହେଲେ ଦେବତା, ଗନ୍ଧର୍ବ, ଋଷି ସମସ୍ତେ ଆନନ୍ଦ ହେଲେ। ଏହି ରାତ୍ରି ହେଉଛି ମହାଶିବରାତ୍ରି। ଏହି ମହାଶିବରାତ୍ରି ଦିନ ଭଗବାନ ଶିବ ମା ପାର୍ବତୀଙ୍କର ବିବାହ ହେଇଥିଲା। ତାହେଲେ ଏହି ଭକ୍ତି ଓ ଯୋଗର ମହାମିଳନ ହେଇଥିଲା। ତ ଏହି ମହାମିଳନର ଦିନଟା ଆମେ ଶିବରାତ୍ରିରେ ପାଳନ କରନ୍ତି, ଦୀପ ଜାଳନ୍ତି, ଭଗବାନଙ୍କୁ ସ୍ମରଣ କରନ୍ତି। ତ ଏହି ଦିନ ଆମେ ଉପବାସ ବି ରଖନ୍ତି। ତ ଉପବାସ କଲେ ଆମର କ'ଣ ହବ ଉପକାର, ସେଟା ବି ମୁଁ ଲାଷ୍ଟକୁ କହିବି। ଦେବାସୁର ସମୁଦ୍ର ମନ୍ଥନ ସମୟରେ ହଳାହଳ ବିଷ ବାହାରିଥିଲା। ତାପରେ ସମସ୍ତେ ଭୟଭୀତ ହେଲେ। ଶିବ ନିଜର କଣ୍ଠରେ ବିଷକୁ ଧାରଣ କରିଥିଲେ। ପାର୍ବତୀ ତାଙ୍କର କଣ୍ଠ ଧରି ରଖିଥିଲେ। ସେଇଥିରୁ ଶିବ ହେଲେ ନୀଳକଣ୍ଠ। ଭଗବାନ ଶିବଙ୍କର ଗଳାରେ ଯୋଉ ନୀଳର ଚିହ୍ନ ଅଛି, ସେଇଟା ହେଉଛି ଯେତେବେଳେ ସେ ବିଷକୁ ଗ୍ରହଣ କରିଥିଲେ, ସେଇ ଜାଗାଟାରେ ନୀଳର ବର୍ଣ୍ଣ ହେଇଯାଇଥିଲା। ଏଥିପାଇଁ ନୀଳକଣ୍ଠ ତାଙ୍କର ନାମ ବି ଦିଆଯାଇଛି। ଏକ ଅଜ୍ଞାନୀ ଶିକାରୀ ମହାଶିବରାତ୍ରି ରାତ୍ରିରେ ଜଙ୍ଗଲରେ ଥିଲା। ଭୟରେ ସେ ବେଲପତ୍ର ଭାଙ୍ଗି ତଳକୁ ପକାଉଥିଲା। ତଳେ ଶିବଲିଙ୍ଗ ଥିଲା। ତାର ସମଗ୍ର ରାତ୍ରି ଜାଗରଣ ହୋଇଗଲା। ପ୍ରଭାତେ ଶିବ ତାଙ୍କୁ ମୋକ୍ଷ ଦେଲେ। ସେ ରାତି ସାରା ବେଲପତ୍ର ଶିବଙ୍କ ଉପରେ ପକେଇଥିବାରୁ ଶିବ ତାକୁ ପ୍ରସନ୍ନ ହୋଇ ରାତି ସାରା ଜାଗରଣ କରିକି ଯେତେବେଳେ କରିଥିଲା, ତାକୁ ମୋକ୍ଷ କରିଦେଲେ। ମହାଶିବରାତ୍ରି ବ୍ରତ କେବଳ ଉପବାସ ନୁହେଁ, ଏହା ଆତ୍ମ ସଂଯମ, ଜାଗରଣ, ଅର୍ଥ ନିଦ୍ରା ତ୍ୟାଗ ନୁହେଁ, ଏହା ହେଉଛି ଅଜ୍ଞାନକୁ ଜାଗ୍ରତ କରିବା। ଯେ ମଣିଷ ଏହି ରାତ୍ରିରେ ଶିବ ତତ୍ତ୍ୱକୁ ବୁଝିଥାଏ, ସେ ଜୀବନର ମୁକ୍ତି ନିଶ୍ଚିନ୍ତ ପାଇଥାଏ। ତାହେଲେ ଆମେ ଶିବରାତ୍ରି ଜଳାଉଛନ୍ତି। ଶିବରାତ୍ରିରେ ଦୀପ କାହିଁକି ଜଳାଉଛନ୍ତି, ଶିବରାତ୍ରିରେ କାହିଁକି ଉଜାଗର ରହୁଛନ୍ତି, ଉପବାସ ରହୁଛନ୍ତି, ତା ବିଷୟରେ ମଧ୍ୟ ମୁଁ ଏଠି କହିବି। ତ ମହାଶିବରାତ୍ରି ଆମକୁ ଶିଖାଇଥାଏ କ'ଣ ନା, ନାଶ ମଧ୍ୟରେ ନୂଆ ସୃଷ୍ଟି। ଯଦି କିଛି ବିନାଶ ହେଇଛି, ପୁଣି ତାର ନୂଆ ସୃଷ୍ଟି ହବ, ସେ ବିଷୟରେ। ଅନ୍ଧକାର ମଧ୍ୟରେ ଆଲୋକ। ଯଦି ଅନ୍ଧକାର ଅଛି, ଆଲୋକ ନିଶ୍ଚିନ୍ତ ଆସିବ। ଭଗବାନ ଶିବ ହେଉଛନ୍ତି ଶୂନ୍ୟତାର ଓ ସମ୍ପୂର୍ଣ୍ଣତାର। ଶିବ ହେଉଛନ୍ତି ସତ୍ୟ। ଭସ୍ମ କେବଳ ଶରୀରରେ ଲଗାଯାଉଥିବା ଧୂଳି ନୁହେଁ। ଯେତେବେଳେ ଭଗବାନ ଶିବ ଭସ୍ମ ଲଗାଉଛନ୍ତି, ଆମେ ଭାବନ୍ତି ସାଧାରଣ ଭସ୍ମ, ନାହିଁ, ସେ ହେଉଛି ତ ଧୂଳି ଭସ୍ମ ନୁହେଁ। ସେ ଭସ୍ମ ଶିବ ତତ୍ତ୍ୱର ଗଭୀର ଦର୍ଶନ। ଯାହା କିଛି ଜନ୍ମ ନେଇଛି, ସେସବୁ ଏକ ଦିନ ଭସ୍ମ ହବ। ଏହାକୁ ଦର୍ଶାଇଛି ଯେ ଆମେ ସବୁବେଳେ ନିଜର ଭାବନା କି ଆମେ ଦିନେ ନା ଦିନେ ଆମେ ନଷ୍ଟ ହବା। ତ ଆମେ କାହାକୁ ଅହଙ୍କାର, ଲୋଭ, ମାୟା ଛାଡ଼ିବା ଦରକାର। ଏହି ସତ୍ୟକୁ ସ୍ମରଣ କରାଯାଇଥାଏ ଯେ ଶିବ ଭସ୍ମ ଲେପନ କରି ମଣିଷକୁ ଏହି ଶିଖାଇଥାନ୍ତି, ଅହଙ୍କାର, ମୋହ, ମାୟା ସବୁ ଶେଷ ହବ। ତେଣୁ କେବଳ ସତ୍ୟ ଓ ଚେତନା ରହିବ। ସେଥିପାଇଁ ଏଇସବୁ ଜିନିଷ ଦେଖିଲେ ମନରେ ଆସିବ ଯେ ଲୋଭ, ମାୟା କିଛି ନାହିଁ। ଜୀବନରେ ସବୁବେଳେ ସତ୍ୟ ରୁହ ଓ ଚେତନାରେ ରୁହ। ଶିବଙ୍କ ସହିତ ଥିବା ଗଣମାନେ ମଧ୍ୟ ଭୟଙ୍କର ଦେଖାଯାଆନ୍ତି। କାହିଁକି ନା ଭୂତ, ପିଶାଚ, ପ୍ରେତ। କିନ୍ତୁ ପୁରାଣ କହେ ଯେ ଏମାନେ ସମାଜରେ ତ୍ୟାଜିତ, ଅବହେଳିତ ଆତ୍ମା, ଯେଉଁମାନଙ୍କୁ କେହି ଗ୍ରହଣ କରିନାହାନ୍ତି, ସେଇମାନେ ସବୁ ଏସବୁ ଆତ୍ମା। ତ ଶିବ ସମସ୍ତଙ୍କୁ ଆଶ୍ରୟ ଦିଅନ୍ତି। ଏମିତି କାହାକୁ ନାହିଁ ଯେ ସେ ଆଶ୍ରୟ ଦିଅନ୍ତି ନାହିଁ। ଯେଉଁମାନେ ନିରାଶ୍ରୟ, ସେମାନଙ୍କୁ ସେ ଆଶ୍ରୟ ଦେଇଥାନ୍ତି। ଏଇଥିପାଇଁ ସେ ହେଉଛନ୍ତି ଭୋଳାନାଥ। ତାଙ୍କ ନାଁ ଏଇଥିପାଇଁ ଭୋଳାନାଥ, ଭୋଳା ଶଙ୍କର। ଯେ ଭଲ ମନରେ ତାଙ୍କୁ ଡାକେ, ସେ ତାକୁ ସ୍ୱୀକାର କରିଥାନ୍ତି। ଆଉ ଗୋଟେ କଥା ଆମେ ଜାଣିଛନ୍ତି ଯେ କାଶୀ ନଗରରେ ବି ଗୋଟେ ବହୁତ ବଡ଼ କଥା ଅଛି ଯେ କାଶୀକୁ ଶିବଙ୍କର ନଗରୀ ମଧ୍ୟ କୁହାଯାଏ। ପୁରାଣ ଅନୁସାରେ ଯେକୌଣସି ମଣିଷ କାଶୀରେ ଯଦି ପ୍ରାଣ ତ୍ୟାଗ କରେ, ତାହେଲେ ଭଗବାନ ଶିବ ନିଜେ ତାଙ୍କ କାନରେ ତାରକ ମନ୍ତ୍ର ଉଚ୍ଚାରଣ କରନ୍ତି। ସେଇ ଆତ୍ମା ସିଧା ମୋକ୍ଷ ପାଇଥାଏ।
ଏଇଭଳି କେତେ ଗୁଡ଼ିଏ ବହୁତ କଥା ବି ଅଛି। ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ, ଜାଣିବେ। ଆଉ ମଝିରୁ କେବେ ଛାଡ଼ିକି ଯାଆନ୍ତୁନି ଭିଡ଼ିଓଟି। ତାପରେ କାଶୀରେ ମୋକ୍ଷ ପାଇଲା ପରେ ଏଥିପାଇଁ କାଶୀକୁ ମୃତ୍ୟୁର ନଗରୀ ନୁହେଁ, ମୁକ୍ତିର ଦ୍ୱାର ମଧ୍ୟ କୁହାଯାଏ। ଯଦି ଆମେ କାଶୀ ଯାଇଥାନ୍ତି କି କାଶୀରେ ଯିଏ ଯାହାର ମୃତ୍ୟୁ ହେଉଛି, ଭଗବାନ ଶିବ ତାଙ୍କ କାନରେ ଆସି ତାନ୍ତ୍ରିକ ମନ୍ତ୍ର ତାରକା ମନ୍ତ୍ର କୁହନ୍ତି। ଶିବ ହେଉଛନ୍ତି ଆଦି ଯୋଗୀ, ପ୍ରଥମ ଯୋଗୀ। ହିମାଳୟର କୈଳାସରେ ବସି ସେ ସମସ୍ତ ସପ୍ତ ଋଷିଙ୍କୁ ଯୋଗ, ପ୍ରାଣାୟାମ, ଧ୍ୟାନ, ଜ୍ଞାନ ଦେଇଥିଲେ। ତ ମହାଶିବରାତ୍ରି ଦିନ ଯୋଗ ଓ ଧ୍ୟାନ ପାଇଁ ସର୍ବଶ୍ରେଷ୍ଠ ଦିନ। ଏହି ଦିନ ଶରୀର ଓ ମନ ସହଜରେ ଊର୍ଦ୍ଧ୍ୱଗାମୀ ହୋଇଥାଏ। ଏବଂ ଶାସ୍ତ୍ର ମଧ୍ୟ କହିଛି ଯେ ଏହି ରାତ୍ରିରେ କରାଯାଉଥିବା ଜପ, ଦାନ, ଧ୍ୟାନ କରାଯାଇଥିବା ଜପ ସବୁ ଫଳ 1000 ଗୁଣ ଠାରୁ ଅଧିକ ହୋଇଥାଏ। ଅଲଗା ଦିନ ଠାରୁ ଏଇ ଦିନଟି ଆମେ ଉପବାସ ରହିବା, ଜପ କରିବା, ଦାନ କରିବା, ଧ୍ୟାନ କରିବା, ତାହେଲେ ଅଲଗା ଦିନ ଠାରୁ ଇଏ 1000 ଗୁଣ ଅଧିକ ଆମ ପାଇଁ ଉପକାର ହୋଇଥାଏ। ଅଜାଣତରେ ଆମେ ମଧ୍ୟ ଯଦି କେହି ଓಂ ନମଃ ଶିବାୟ ଏହି ଦିନ କହନ୍ତି, ତ ସେ ମଧ୍ୟ ପୁଣ୍ୟ ଲାଭ କରିଥାଏ। ଏହା ଏକ ରାତ୍ରି ଯେଉଁଠାରେ ଭକ୍ତି ଓ ମୋକ୍ଷ ଏକ ସାଥିରେ ମିଳିଥାଏ। ଏହି ଦିନ ଓಂ ନମଃ ଶିବାୟର ନାମ ଜପ କରିବା ସହିତ ଭଗବାନଙ୍କୁ ଧ୍ୟାନ କରିବେ ଏବଂ ଦିନ ସାରା ପୁରା ଉପବାସ ଯଦି କରିପାରୁଛନ୍ତି ତ ଭଲ କଥା, ଏବଂ ଦର୍ଶନ କରିବାକୁ ଯିବେ ଭଗବାନଙ୍କୁ। ମହାଶିବରାତ୍ରି କେବଳ ପୂଜାର ଦିନ ନୁହେଁ, ଏହା ଜୀବନକୁ ବୁଝିବାର ଦିନ। ଯିଏ ନିଜ ମନର ଅନ୍ଧକାରକୁ ଦେଖିପାରିଥାଏ ସେ ଶିବଙ୍କୁ ପାଏ। ଶିବ ବାହାରେ ନୁହେଁ, ଶିବ ନିଜ ଭିତରେ ଅଛନ୍ତି। ନମସ୍କାର, ଜୟ ଜଗନ୍ନାଥ, ହର ହର ମହାଦେବ। ଏଇ କମେଣ୍ଟରେ ଲେଖିକି ଦୟାକରି ଭଗବାନ ଶିବଙ୍କର ନାମ ସେ ଲେଖିକି ପଠାନ୍ତୁ। ଯେଉଁମାନେ ଉପବାସ କରିବେ ସେମାନେ ମଧ୍ୟ। ଏବଂ ଆପଣ ସମସ୍ତଙ୍କର ଦିନଟି ଭଲରେ କଟୁ। ଜୟ ଜଗନ୍ନାଥ, ନମସ୍କାର। ଆପଣ ସବୁ ଭଲରେ ରୁହନ୍ତୁ।